नमस्कार ऑल इन वन स्टडी विथ समिता चैनल षष्ठ श्रेणी समस्त शिशु भाई भौणी मानू आज सरस्वती संस्कृत भाषा सोपान कालांश स्वागत जनाऊँगी। आज आम एकादश पाठ भारत प्रशस्ति श्लोकटी को पढ़ा। तो चलो एबे डेरी न करी श्लोक गुड़ी को आरंभ करिबा। उत्तरं यत् समुद्रस्य हिमाद्रे चैव दक्षिणं वर्षं तत् भारतं नाम भारती यत्र सन्तति अपि स्वर्णमयी लङ्का नाम लक्ष्मण रोचते जननी जन्मभूमिस्य स्वर्गदपि गरीयसी हिमालयं समारभ्य यावत् इन्दो सरोवरं तं देवनिर्मितं देशं हिन्दुस्तानं प्रचक्ष्यते उत्कर्षाह्यस्तु हिन्दूनाम् अखण्डं भारतं तथा गृह्णन्तो विश्वमार्यं च प्रतिज्ञा सफला भवेत् एतदेष प्रसूतस्य सकाशात् अग्रजन्मनः स्वं स्वं चरित्रं शिक्षेरन् पृथिव्यः सर्वमानवः। ଏବେ ଆମେ ଏହି ଶ୍ଲୋକ ଗୁଡ଼ିକର अर्थ सब बुझिबा। उत्तरं यत् समुद्रस्य हिमाद्रश्चैव दक्षिणं वर्षं तत् भारतं नाम भारती यत्र सन्तति। ଯାହାର ଉତ୍ତରରେ ହିମାଳୟ ପର୍ବତ ଏକ ପ୍ରାଚୀର ପରି ଠିଆ ହୋଇ ରହିଛି, ଯାହାର ଦକ୍ଷିଣରେ ସମୁଦ୍ର ପାଦ ଧୌତ କରୁଛି, ସେହି ପବିତ୍ର କ୍ଷେତ୍ରର ନାମ ହେଉଛି ଭାରତବର୍ଷ। ଆଉ ମାତା ଭାରତୀ ଅର୍ଥାତ୍ ମାତା ସରସ୍ୱତୀ ହେଉଛନ୍ତି ତାହାର ସନ୍ତାନ। ଅପି ସ୍ୱର୍ଣ୍ଣମୟୀ ଲଙ୍କା ନମେ ଲକ୍ଷ୍ମଣ ରୋଚତେ। ସ୍ୱର୍ଣ୍ଣମୟୀ ଲଙ୍କା କଥା କହିଛି, ତ ଲକ୍ଷ୍ମଣଙ୍କ କଥା ମଧ୍ୟ କୁହାଯାଇଛି। ତ ଏହା ତ୍ରେତୟା ଯୁଗର କଥା, ଯେତେବେଳେ ଶ୍ରୀ ରାମଚନ୍ଦ୍ର ରାବଣଙ୍କୁ ମାରି ଯେତେବେଳେ ସେ ବିଜୟ ଲାଭ କରିଥିଲେ, ସେତେବେଳର କଥା ଏବେ ସେ କହୁଛନ୍ତି। ଶ୍ରୀଲଙ୍କା ବିଜୟ କରିସାରି କହୁଛନ୍ତି କି ହେ ଲକ୍ଷ୍ମଣ, ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ଜମା ଭଲ ଲାଗୁନାହିଁ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦାପି ଗରୀୟସୀ। ଜନନୀ ତାର କାରଣ ହେଉଛି କ'ଣ ନା, ଜନନୀ ଆଉ ମୋର ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ମହାନ ଅଟନ୍ତି। ତେଣୁକରି ମୋତେ ଏହି ସୁବର୍ଣ୍ଣ ଲଙ୍କା ଆଦୌ ଭଲ ଲାଗୁନାହିଁ। ହିମାଳୟಂ ସମାରଭ୍ୟ ଯାବତ୍ ଇନ୍ଦୁ ସରୋବରମ୍, ଯାବତ୍ କହିଲେ ପର୍ଯ୍ୟନ୍ତ, ତମ୍ ଦେବ ନିର୍ମିତಂ ଦେଶಂ ହିନ୍ଦୁସ୍ତାନಂ ପ୍ରଚକ୍ଷ୍ୟତେ। ହିମାଳୟ ଠାରୁ ଆରମ୍ଭ କରି, ସମାରଭ୍ୟ କହିଲେ ଆରମ୍ଭ କରି, ହିମାଳୟରୁ ଆରମ୍ଭ କରି ଭାରତ ମହାସାଗର ପର୍ଯ୍ୟନ୍ତ। ଭାରତ ମହାସାଗର କହିଲେ ହିନ୍ଦୁ ସରୋବରକୁ ଆମେ ଭାରତ ମହାସାଗର ବୋଲି କହିବା। ଭାରତ ମହାସାଗର ପର୍ଯ୍ୟନ୍ତ ବ୍ୟାପିଥିବା ଅଞ୍ଚଳକୁ ହିନ୍ଦୁସ୍ତାନ ବୋଲି କୁହାଯାଏ, ଯାହା ଦେବତା ମାନଙ୍କ ଦ୍ୱାରା ନିର୍ମିତ ହୋଇଛି। କ'ଣ କହିଲେ ଦେବତା ମାନଙ୍କ ଦ୍ୱାରା ନିର୍ମିତ ହୋଇଛି? ଏହି ଆମର ଯୋଉ ହିନ୍ଦୁସ୍ତାନ, ବୁଝିଲ, ଆମର ହିନ୍ଦୁସ୍ତାନ ବୋଲି ଆମେ ଯାହାକୁ କହୁଛେ, ତାହା ଦେବତା ମାନଙ୍କ ଦ୍ୱାରା ନିର୍ମିତ ହୋଇଛି। ଉତ୍କର୍ଷ ହ୍ୟସ୍ତୁ ହିନ୍ଦୁନାମ୍ ଅଖଣ୍ଡಂ ଭାରତಂ ତଥା ଗୃହନ୍ତ ବିଶ୍ୱମାର୍ଯ୍ୟଂ ଚ ପ୍ରତିଜ୍ଞା ସଫଳା ଭବେତ୍। ଆର ଅର୍ଥ ହେଉଛି ଗୃହନ୍ତୁ କହିଲେ କ'ଣ? ଗୃହନ୍ତୁ କହିଲେ କରୁଛ, ଆର୍ଯ୍ୟಂ କହିଲେ ଶ୍ରେଷ୍ଠ, ଶ୍ରେଷ୍ଠ ଲୋକମାନେ, ହିନ୍ଦୁ ମାନଙ୍କର ଉତ୍କର୍ଷ ହେତୁ ଏହି ଯୋଉ ଅଖଣ୍ଡ ଭାରତ ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ନିଜର ଗୌରବମୟ ପରିଚୟକୁ ବଜାଇ ରଖିଛି। ଆମର ପୂର୍ବପୁରୁଷ ଆର୍ଯ୍ୟମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଆମ୍ଭେମାନେ ପ୍ରତିଜ୍ଞା କରିବା ଉଚିତ। ଆମ୍ଭେମାନେ ପ୍ରତିଜ୍ଞା କରୁଛୁ। ଏତଦେଶ ପ୍ରସୂତସ୍ୟ ସକାଶାତ୍ ଅଗ୍ରଜନ୍ମନଃ ସ୍ୱଂ ସ୍ୱଂ ଚରିତ୍ରଂ ଶିକ୍ଷେରନ୍ ପୃଥିବ୍ୟାଃ ସର୍ବମାନବଃ। ଏହି ପୃଥିବୀର ସମସ୍ତ ମଣିଷ ନିଜର ଚରିତ୍ର ନିର୍ମାଣ କରିବା ପାଇଁକି ଯେଉଁମାନେ ଜ୍ୟେଷ୍ଠ ଅଟନ୍ତି, ଯେଉଁମାନେ ଆର୍ଯ୍ୟ ଅଟନ୍ତି, ସେମାନଙ୍କ ପାଖକୁ ଯାଇକି ଆମ ମନୁଷ୍ୟ ସମାଜରେ ଯେଉଁ ଯେଉଁ ବ୍ୟବହାର ଦରକାର, ଯେଉଁ ସଂସ୍କାର ଦରକାର, ସେମାନଙ୍କ ପାଖରୁ ଯାଇକି ଶିଖିବା ଉଚିତ। ଏବେ ଆମେ ଏଇ ଯୋଉ ଶ୍ଲୋକରେ ସନ୍ଧି ସବୁ ରହିଛି, ସେଇ ସନ୍ଧି ଗୁଡ଼ିକ ଆଲୋଚନା କରିବା। ହିମାଦ୍ରେଶ୍ଚୈବ, ହିମାଦ୍ରେଶ୍ଚୈବ ହେଉଛି ତିନୋଟି ଶବ୍ଦର ମିଶ୍ରଣ। ଗୋଟେ ହେଉଛି ହିମାଦ୍ରେଃ ଯୁକ୍ତ ଚ ଯୁକ୍ତ ଏବ, ହିମାଦ୍ରେଶ୍ଚୈବ। ଏବେ ରହିଲା ଜନ୍ମଭୂମିଶ୍ଚ। ଜନ୍ମଭୂମି ହେଉଛି ଦୁଇଟି ଶବ୍ଦର ମିଶ୍ରଣ। ଗୋଟେ ହେଉଛି ଜନ୍ମଭୂମିଃ ଯୁକ୍ତ ଚ, ଆଉ ଏକ ହେଉଛି ସନ୍ଧି ସ୍ୱର୍ଗାଦପି, ସ୍ୱର୍ଗାଦ୍ ଯୁକ୍ତ ଅପି। ଏହା ହେଉଛି ଦୁଇଟି ଶବ୍ଦର ମିଶ୍ରଣ। ତୁମେମାନେ ଲେଖିବ ସ୍ୱର୍ଗାଦ୍ ଯୁକ୍ତ ଅପି ସମାନ ସ୍ୱର୍ଗାଦପି। ସମାରଭ୍ୟ, ସମ୍ ଯୁକ୍ତ ଆରଭ୍ୟ ଦୁଇଟି ଶବ୍ଦର ମିଶ୍ରଣ, ସମାରଭ୍ୟ। ଉତ୍କର୍ଷ ହ୍ୟସ୍ତୁ,
उत्कर्ष युक्त हि युक्त अस्तु तीनोटी शब्दर मिश्रण उत्कर्ष हेतु केव विश्वमार्ज्य विश्वम युक्त आर्यम दुईटी शब्दर मिश्रण ताकू लिखिब विश्व युक्त आर्यम विश्वमार्ज्य। एबे रहिला एत देश दुईटी शब्दर मिश्रण एतत् युक्त देश समान एतत्। एबे आमे ई श्लोक रे जो रही प्रश्न सबु से प्रश्न गुड़िक आलोचना करिबा। श्लोकानाम कंठपाठः करणीयः। ई श्लोकटी को कंठस्थ करिकी कंठरे बोलिबा पई कुहा जायछि। तुम माने बोलिबो मु जेमति बोलिली शून्य स्थानम पुरयत अपि डैश लंका नामे लक्ष्मण डैश लिखिबो अपि स्वर्णमयी लंका नामे लक्ष्मण रोचत डैश जन्मभूमिश्च डैश अपि करियसि। आमे पूर्व श्लोक रे पढ़िथिले जननी जन्मभूमिश्च स्वर्गात् अपि करियसि स्वर्ग ठाରୁ ମଧ୍ୟ महान अटे जननी और हमर जन्मभूमि। वर्षम तत् डैश नाम वर्षम तत् भारतम नाम डैश जत्र संतति केउ माने तांकर संतति थिले भारत किए तांकर संतान थिले भारत मार भारती होउछन्दी भारत मार संतान। तो पिले माने आशा करूछि कि तुमे ए श्लोक गुडी को बुझी परिथिबो। एठी जो शब्दार्थ देछि से शब्दार्थ गुडी को पढिबो और ताको मन रखिबो बुझिलो। तो भिडियोटी तुम मानकु किपरि लागुछि निश्चय कमेंट माध्यम जणाइबो। भिडियोटी को तुम संग साथी मानक सहित शेयर करिवो। जदि भिडियोटी भल लागि थाए निश्चय गोटे लाइक करिवो एवं मोर चैनल टी को सब्सक्राइब करदेबो जहाद्वारा कि मु जो भिडियो सब अपलोड करिवि ता तुम निकटरे प्रथम करे पहुंची जिवो। एबे रहूछि जय जगन्नाथ।